26ତମ 18 ବର୍ଷରୁ କମ୍ ବାଳକ ବାଳିକାଙ୍କ ଆନ୍ତଃଜିଲ୍ଲା ସିପ୍କୋ ଟାକ୍ରୋ ଚମ୍ପିଅନସିପ୍ 2024-25 ଉଦ୍ଘାଟିତ। କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗା ପଞ୍ଚାୟତଠାରେ 26ତମ 18 ବର୍ଷରୁ କମ୍ ବାଳକ ବାଳିକାଙ୍କ ଆନ୍ତଃଜିଲ୍ଲା ସିପ୍କୋ ଟାକ୍ରୋ ଚମ୍ପିଅନସିପ୍ 2024-25 ଗ୍ରେସିଙ୍ଗା ଗ୍ରାମ ପଞ୍ଚାୟତ ୟୁଥ୍ ସ୍ପୋର୍ଟସ୍ କ୍ଲବ ଘୁ ଉଦୟଗିରି ଏବଂ କନ୍ଧମାଳ ଜିଲ୍ଲା ସିପ୍କୋ ଟାକ୍ରୋ ଆସୋସିଏସନ୍ ଘୁ ଉଦୟଗିରି ଏବଂ ସହଯୋଗୀ ଅନୁଷ୍ଠାନ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ୍ ଆଣ୍ଡ ଗେମ୍ ଏକାଡେମୀ କନ୍ଧମାଳର ଆୟୋଜନ କ୍ରମେ ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସର୍ବାଧିତ ଅତିଥି ଭାବରେ ଆନ୍ତର୍ଜାତୀୟ ରେଫରି ମହମ୍ମଦ ଗୁଲଫାମ, ନିରୋଧ କୁମାର ସ୍ୱାଇଁ, ବ୍ରଜମୋହନ ସାହୁ, ଜାତୀୟ ସ୍ତରୀୟ ରେଫରି ବ୍ରଜବନ୍ଧୁ କାଣ୍ଡି, କିରଣ ଶିଲାବାଳା, ରାମଚନ୍ଦ୍ର ବାରିକ, ଗୌରାଙ୍ଗ ଚରଣ ନାୟକ ଓ ବିଶ୍ୱନାଥ ମିଶ୍ର, ଜାତୀୟ ସ୍ତରୀୟ କୋଚ୍ ଲଲାତେନ୍ଦୁ ସ୍ୱାଇଁ ଯୋଗଦେଇ ଖେଳ ପରିଚାଳନା କରିଥିଲେ। ଏହି ଖେଳରେ ସୁନ୍ଦରଗଡ଼, କେଉଁଝର, ରାୟଗଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ପୁରୀ, କିଟ୍ ଓ କିସ୍ ଭୁବନେଶ୍ୱର ଠାରୁ 8 ଗୋଟି ବାଳକ ଓ 6ଟି ବାଳିକା ଦଳ ଯୋଗ ଦେଇଥିଲେ। ଏହି ଖେଳ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ଫୁଲବାଣୀ ପ୍ରେସ୍ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହିପରି ଖେଳ ଅଞ୍ଚଳରେ ନୂଆ ହୋଇଥିବା ବେଳେ ଏହି ଖେଳ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଓ ଆନନ୍ଦ ରହିଥିଲା ଓ ଜନଗହଳି ମଧ୍ୟରେ ଏହା ଦେଖିବାକୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ଏହି ଖେଳର ଉଦ୍ଯାପନୀ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।